ଦେହରୁ ଏଇଠି ଏଇଠି ଛୁରୀ ମରା ହେଇଥିଲା ଏଇଠୁ ବହୁତ ରକ୍ତ ବାହାରୁଥିଲା ମୁଁ ସତ କହୁଛି। ଏ ଅନି ସେ ଏମିତି କାହିଁକି ହଉଛି? ମୁଁ ତ ସେଇଟା କହିବା ପାଇଁ ଚାହୁଁଥିଲି ବାବା। ଶ୍ୟାମଳୀ ପ୍ରବଳ ଭାବରେ ଗୋଟେ ମେଣ୍ଟାଲ ଷ୍ଟ୍ରେସ୍ ଦେଇ ଗତି କରୁଛନ୍ତି। ସେ ସକାଳେ ଆଜି ଅରୁକୁ ହାଲୁସିନେଟ୍ କରିଛନ୍ତି। କଣ କହୁଛୁ ତୁ? ଏକଦମ ସେ ମାନେ ଆମେ ସକାଳୁ ବୁଝିପାରୁଛୁ ଯେ ସେ ଅରୁକୁ ହାଲୁସିନେଟ୍ କରିଛନ୍ତି କିନ୍ତୁ ସେ ମାନିବା ପାଇଁ ଚାହୁଁନାହାନ୍ତି ଏଟାକୁ। ବାକି ସବୁକିଛି ଦେଖିକି ସ୍ପଷ୍ଟ ଭାବରେ ଏଟା ବୁଝି ହେଉଥିଲା ସକାଳେ ଯେ ଏଟା ହାଲୁସିନେସନ ଛଡା ଆଉ କିଛି ବି ନୁହେଁ ବାବା। ଆଉ ସେଇଥିପାଇଁ ସେମିତି ରିଆକ୍ଟ କଲେ ସେ କଥାଟାକୁ ଆମେ ଆଉଥରେ କହିଲୁ ବୋଲି। ଶ୍ୟାମଳୀ ଭଳି ଏତେ ଷ୍ଟ୍ରଙ୍ଗ ଝିଅ ହାଲୁସିନେଟ୍ କରୁଛି। ମୋର ବହୁତ ଟେନସନ ହଉଛି ରେ ବାବା। ଟେନସନଟା ହବା ତ ସ୍ୱାଭାବିକ କଥା ବାବା। ତେବେ ମୁଁ ଭାବି ଦେଖିଛି ଯେ ଶ୍ୟାମଳୀ ଯେବେଠାରୁ ଆମ ଘରକୁ ଆସିଛନ୍ତି ଏ ଘରର ସମସ୍ତଙ୍କ ପାଇଁ ମନ ପ୍ରାଣ ଜୀବନ ଦେଇକି କେବଳ ସେବା ହିଁ କରିଚାଲିଛନ୍ତି। ତାଙ୍କର ତ ସତରେ ଟିକେ ରେଷ୍ଟ ଦରକାର। ଆଉ ବିଶେଷ କରିକି ଆମେମାନେ ତାଙ୍କ ମନର ଯତ୍ନ ନେବାରେ ବହୁତ ଅଭାବ ହେଇଛି ବାବା। ବାବା ଦେଖ ମତେ ଯାହା ଲାଗୁଛି କିଛି ଦିନ ଆମେ ତାଙ୍କ ଅବଜରଭେସନରେ ରଖିବା, ତାପରେ ଦେଖିବା ଯଦି ଡିଟୋରେଟ୍ କରୁଛି ତାହେଲେ ଆମେ ଡକ୍ଟରଙ୍କୁ ଦେଖେଇବା ଉଚିତ ହବ। ହଁ ଦରକାର ପଡ଼ିଲେ ତ ଦେଖେଇବାକୁ ପଡ଼ିବ। କିନ୍ତୁ ଶ୍ୟାମଳୀ ଭଳି ଝିଅ ମାନସିକ ଭାବେ ଭାଙ୍ଗି ପଡୁଛି ଏଇଟା ଭାବିଲା ବେଳକୁ ମତେ ବହୁତ କଷ୍ଟ ହଉଛି। ଶରୀରର ଯତ୍ନ ସାଙ୍ଗରେ ମନର ଯତ୍ନ ନେବାଟା ବହୁତ ଦରକାର ହେଇଥାଏ। ମତେ ଲାଗୁଛି ଶ୍ୟାମଳୀଙ୍କ ମନର ଯତ୍ନ ନେବାରେ ବହୁତ ଅଭାବ ହଉଛି। ଆଉ ଦେଖିବାକୁ ଗଲେ ସେଥିପାଇଁ କୋଉଠି ନା କୋଉଠି ମୁଁ ହିଁ ଦାୟୀ।